କୁଲୁପଡ଼ାସ୍ଥିତ ଶକ୍ତି ଇଣ୍ଡଷ୍ଟ୍ରିରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ। କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କୁଲୁପଡ଼ାସ୍ଥିତ ଶକ୍ତି ଇଣ୍ଡଷ୍ଟ୍ରିରେ ଗୁରୁବାର ଦିନ ପ୍ରାୟ 1 ଘଣ୍ଟା ସମୟରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। କୌଣସି ପ୍ରକାରର ଜୀବନହାନି ହୋଇନଥିଲେ ମଧ୍ୟ କାରଖାନାରେ ଲକ୍ଷାଧିକ ଟଙ୍କାର କଞ୍ଚାମାଲ ପୋଡ଼ି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି। ଉକ୍ତ ଇଣ୍ଡଷ୍ଟ୍ରିରେ ଲୁହା ଆଲମିରା ତିଆରି ହେବା ସହିତ ସୋଫା, ଆଲଣା, ପ୍ଲାଷ୍ଟିକ୍ ଚୌକି ଓ ବିଭିନ୍ନ କଞ୍ଚାମାଲ ରହିଥିଲା। ସେଗୁଡ଼ିକ ନିଆଁରେ ପୋଡ଼ି ପାଉଁଶ ହୋଇଥିବା ଜଣାପଡ଼ିଛି। ଖବର ପାଇ କେସିଙ୍ଗା ଦମକଳ ବିଭାଗ ସଙ୍ଗେ ସଙ୍ଗେ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲା। ଖବର ଦେବା ପରେ କେସିଙ୍ଗା, ଭବାନୀପାଟଣା ଓ ମଦନପୁର ରାମପୁରରୁ ଦମକଳ ଗାଡ଼ି ଆସି ଘଣ୍ଟାଏ କାଳ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିବା ପରେ ନିଆଁକୁ ଆୟତ୍ତ କରିପାରିଥିଲେ। ଦେଖଣାହାରୀଙ୍କ କହିବା ଅନୁଯାୟୀ ନିଆଁ ଏତେ ଜୋରରେ ଲାଗିଥିଲା ଯେ କାରଖାନାର ଟିଣ ଆଜବେଷ୍ଟ ଉପରକୁ ଉଡ଼ିଯାଇଥିଲା। କାରଖାନା ପାଖରେ ଜନବସତି ଥିଲେ ମଧ୍ୟ କାହାର କୌଣସି କ୍ଷତି ହୋଇନାହିଁ। କେଉଁ ପରିସ୍ଥିତି ଓ କେମିତି ନିଆଁ ଲାଗିଲା ତାହା ଜଣାପଡ଼ିଥିବା ବେଳେ କୌଣସି ଜୀବନହାନି ହୋଇନଥିବା ସୂଚନା ମିଳିଛି। କଳାହାଣ୍ଡିରୁ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ରିପୋର୍ଟ, ଏକାମ୍ର ନ୍ୟୁଜ୍।